ଅଜାଣତରେ କରୁଥିବା ପାପ ପାଇଁ ଲୋକ ସାରା ଜୀବନ ଦରିଦ୍ର ହୋଇଥାନ୍ତି। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲ RNP ଷ୍ଟୋରୀ ଡାଏରୀରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଦିନେ ମାତା ପାର୍ବତୀ ମହାଦେବ ଶିବଙ୍କ ସହିତ ଭ୍ରମଣ କରିବା ସମୟରେ ପଚାରିଲେ, ପ୍ରଭୁ, ମୋ ମନକୁ ଗୋଟେ ପ୍ରଶ୍ନ ଆସୁଛି। ଯଦି ଆପଣ ଅନୁମତି ଦେବେ ତାହେଲେ ମୁଁ ଆପଣଙ୍କୁ ପଚାରିବି। ଭୋଳାନାଥ କହିଲେ, ପ୍ରିୟେ, ଯାହା ତୁମ ମନରେ ରହିଛି ଶୀଘ୍ର ପ୍ରକାଶ କର। ମାତା କହିଲେ, ପ୍ରଭୁ, ସଂସାରରେ ସବୁ ଲୋକ ତ ଆପଣଙ୍କ ସନ୍ତାନ, କିନ୍ତୁ ଅନେକ ଲୋକ କାହିଁକି ଆପଣଙ୍କ ଶୁଭ ଦୃଷ୍ଟିରୁ ବଞ୍ଚିତ ହେଉଛନ୍ତି? କାହିଁକି ସେମାନେ ଦିନ ଦରିଦ୍ର ହୋଇ ରହିଥାନ୍ତି? ଶିବ ହସି ହସି କହିଲେ, ପ୍ରିୟେ, ଏହି ବିଷୟରେ ମୁଁ ବିସ୍ତାର କରି କହୁଛି, ମନ ଦେଇ ଶୁଣ। ସଂସାରରେ 5ଟି ଏଭଳି ପାପର ଅଛି ଯାହା ମନୁଷ୍ୟ ଅଜାଣତରେ କରିଥାଏ ଏବଂ ଏହାର ଦଣ୍ଡ ଭୋଗିଥାଏ। ମନୁଷ୍ୟକୁ ଏଭଳି ଭୁଲ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ମୋର ସେମାନଙ୍କ ଉପରେ କେବେ କୃପା ଦୃଷ୍ଟି ପଡ଼େ ନାହିଁ। ଏହି କାରଣ ଯୋଗୁଁ ଲୋକେ ଏଭଳି ଭୁଲ କରି ମୋର କୃପାରୁ ବଞ୍ଚିତ ହୋଇଯାନ୍ତି। ଧର୍ମର 4 ପାଦ। କଳିଯୁଗରେ ଧର୍ମର କେବଳ ଗୋଟିଏ ପାଦ ଅବଶେଷ ବଞ୍ଚି ରହିଛି। ଏଥିପାଇଁ ମନୁଷ୍ୟ ପାପ କରି ରହିଥାଏ। ଯଦି ମଣିଷ ଭଗବାନଙ୍କ ଉପରେ ଆସ୍ଥା ରଖି ଧର୍ମପଥରେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଚାଲିବେ, ତାହେଲେ ନିରାକାର ଈଶ୍ୱରଙ୍କୁ ଖୁବ୍ ଶୀଘ୍ର ପାଇପାରିବେ। ଏଥିପାଇଁ ତାଙ୍କୁ ଧାର୍ମିକ ହେବାକୁ ପଡ଼ିବ। ଧାର୍ମିକ ମନୁଷ୍ୟ ହେବା ଅତ୍ୟନ୍ତ ସରଳ କାର୍ଯ୍ୟ ଅଟେ। ଯଦି ମଣିଷ ଏପରି ଧ୍ୟାନ ଦେବେ, ତାହେଲେ ତାଙ୍କର ଅଜାଣତରେ କୌଣସି ପାପ ହେବ ନାହିଁ ଏବଂ ଈଶ୍ୱରଙ୍କ କୃପା ତାଙ୍କୁ ପ୍ରାପ୍ତ ହେବ। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏଭଳି 5ଟି ପାପ ବିଷୟରେ କହିବାକୁ ଯାଉଛୁ ଯାହା ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି। ଶିବ ପୁରାଣରେ ବର୍ଣ୍ଣିତ ଶିବ ପାର୍ବତୀଙ୍କ କଥାବାର୍ତ୍ତା ବିଷୟରେ ଆଜି ଆମେ ଆଲୋଚନା କରିବୁ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ଆପଣ ଅନେକ ପୁଣ୍ୟକର୍ମ କରିଥାନ୍ତି, କିନ୍ତୁ ଆପଣଙ୍କୁ ତାହାର ଉଚିତ ଫଳ ମିଳିପାରିନଥାଏ, କାରଣ ଆପଣଙ୍କ ଦ୍ୱାରା ଅଜାଣତରେ ଅନେକ ପାପ ହୋଇଯାଇଥାଏ, ଯାହା ସେହି ପୁଣ୍ୟକର୍ମର ଫଳକୁ କମ୍ କରିଦେଇଥାଏ। ସେଥିପାଇଁ ଆପଣଙ୍କୁ ସେହି ପାପ କାର୍ଯ୍ୟ ବିଷୟରେ ଜାଣି ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ଏଭଳି 5ଟି ପାପ ବିଷୟରେ କହିବାକୁ ଯାଉଛୁ ଯାହା ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି। ଶିବଙ୍କ ଅନୁସାରେ କଳିଯୁଗର ମନୁଷ୍ୟ ଜଣା ଅଜଣାରେ ଏଭଳି ପାପ କରିଥାଏ ଏବଂ ଶିବଙ୍କ କୃପା ପାଇପାରେ ନାହିଁ। ଯେଉଁ ବ୍ୟକ୍ତି ଏହି ପାପ ଗୁଡ଼ିକୁ କରେ ନାହିଁ, ତାଙ୍କ ଉପରେ ଶିବଙ୍କ କୃପା ଦୃଷ୍ଟି ରହିଥାଏ। ଏଭଳି ବ୍ୟକ୍ତି କେବେ ଦୁଃଖୀ ରହି ନାହିଁ। ଏମାନଙ୍କୁ ଧନର ଅଭାବ ହୁଏ ନାହିଁ। ଏଭଳି ବ୍ୟକ୍ତି ସର୍ବଦା ନିରୋଗ ରୁହନ୍ତି। ଆସନ୍ତୁ ଜାଣିବା କେଉଁଗୁଡ଼ିକ ସେହି ପାପ ଅଟେ। ପ୍ରଥମ ପାପ ହେଉଛି ମାନସିକ ପାପ। ମାନସିକ ପାପ ହେଉଛି ଯେତେବେଳେ ଅନ୍ୟମାନଙ୍କ ପ୍ରତି ଖରାପ ବିଚାର ଆଣିଥାନ୍ତି। ତାହା କୌଣସି ସ୍ତ୍ରୀ ବିଷୟରେ ହେଉ ବା ଅନ୍ୟ କୌଣସି ବ୍ୟକ୍ତିର ଉନ୍ନତି ବିଷୟରେ ବିଚାର କରି ହେଉ, ଅଥବା ଅନ୍ୟମାନଙ୍କ ପ୍ରତି ଅହିତ ଚିନ୍ତା କରିବା। ବ୍ୟକ୍ତି ମନେ ମନେ କାହାର ଖରାପ ଚିନ୍ତା କରିବା କିମ୍ବା ଭଗବାନଙ୍କୁ ଅନ୍ୟର ଅବଗତି ପାଇଁ ପ୍ରାର୍ଥନା କରିବା ଏକ ବହୁତ ବଡ଼ ପାପ ଅଟେ। ସବୁ ମନୁଷ୍ୟଙ୍କ ମନରେ ଭଗବାନଙ୍କ ନିବାସ ହୋଇଥାଏ। ଆପଣ ଯଦି ମନରେ ନକାରାତ୍ମକ ଚିନ୍ତା ଆଣୁଛନ୍ତି, ତାହେଲେ ଏହା ସେହି ଭଗବାନଙ୍କ ପ୍ରତି ଅପମାନ ଅଟେ। ଦ୍ୱିତୀୟ ପାପ ହେଉଛି ବାଚନିକ ପାପ। ନିଜ ମୁଖରୁ ଅନ୍ୟମାନଙ୍କୁ ଖରାପ କହିବା ବା ନିଜ କଥାବାର୍ତ୍ତା ଦ୍ୱାରା ଅନ୍ୟର ମନ ଦୁଃଖ କରାଇବା, ଖରାପ ଭାଷାର ପ୍ରୟୋଗ କରିବା ବଡ଼ ପାପ ହୋଇଥାଏ। ଏହାକୁ ବାଚନିକ ପାପ କୁହାଯାଏ। ମନୁଷ୍ୟକୁ ସର୍ବଦା ନିଜ ମୁଖରୁ ସତ୍ୟ ଭାଷାର ପ୍ରୟୋଗ କରିବା ଉଚିତ। ଯେଉଁ ଲୋକେ ନିଜ ମୁହଁରୁ ମିଛ କହିଥାନ୍ତି, ତାହା କଟୁ ଶବ୍ଦରେ ଅନ୍ୟମାନଙ୍କ ଅପମାନ କରିଥାନ୍ତି। ଏହାକୁ ପାପ ମନାଯାଇଥାଏ। ଏଭଳି ଲୋକେ ସର୍ବଦା ଦୁଃଖିତ ଏବଂ ଗରିବ ରହିଥାନ୍ତି। ତୃତୀୟଟି ହେଉଛି ଶାରୀରିକ ପାପ। ଶିବ ପୁରାଣରେ ପ୍ରକୃତିକୁ ଐଶ୍ୱର୍ଯ୍ୟ ମାନାଯାଇଥାଏ, ଅର୍ଥାତ୍ ଅକାରଣରେ ପ୍ରକୃତିକୁ ହାନି ପହଞ୍ଚାଇବା ପାପ ମନାଯାଇଛି। ଗଛ କାଟିବା, ପଶୁମାନଙ୍କର ହତ୍ୟା କରିବା, ଏହା ସବୁ ଶାରୀରିକ ପାପ ମଧ୍ୟରେ ଯାଉଛି। ଏହାଛଡ଼ା ପାଦ ତଳେ ଛୋଟ ଛୋଟ ଜୀବଜନ୍ତୁଙ୍କୁ ଦଳି ଦେବା ପାପ ମନାଯାଇଛି। ତେଣୁ ମହାତ୍ମାମାନେ ଭୂମିରେ ପାଦ ରଖିବା କ୍ଷଣି କ୍ଷମା ମାଗିଥାନ୍ତି। ତାଙ୍କର ଆଚରଣ ଦ୍ୱାରା କାହାକୁ କଷ୍ଟ ହୋଇନଥାଏ। ଚତୁର୍ଥ ପାପ ହେଉଛି ନିନ୍ଦା କରିବା। ଶିବ ପୁରାଣ ଅନୁସାରେ କଳିଯୁଗରେ ସବୁଠାରୁ ବଡ଼ ପାପ ହେଉଛି ନିନ୍ଦା କରିବା। ମନୁଷ୍ୟକୁ କାହାର ନିନ୍ଦା
କରିବା ଉଚିତ ନୁହେଁ। ବ୍ୟକ୍ତିକୁ ଜାଣି ରଖିବା ଉଚିତ ଯେ ସାମ୍ନାରେ ଥିବା ବ୍ୟକ୍ତି ନିନ୍ଦାର ପାତ୍ର ଅଟେ କି ନାହିଁ। ଏହାକୁ ବଡ଼ ପାପ ମାନାଯାଇଥାଏ। ପଞ୍ଚମ ପାପ ହେଉଛି ଭୁଲ ଲୋକଙ୍କ ସଂସ୍ପର୍ଶରେ ଆସିବା। ଶିବପୁରାଣ ଅନୁସାରେ ଚୋରି କରିବା, ହତ୍ୟା କରିବା ପାପ ଅଟେ। ଏହା ସହିତ ଏମାନଙ୍କୁ ଶରଣ ଦେବା, ଏମାନଙ୍କ ସଂସ୍ପର୍ଶରେ ଆସିବା, ଏମାନଙ୍କୁ କୌଣସି କଥାରେ ସାହାଯ୍ୟ କରିବା ଏକ ବଡ଼ ପାପ ମାନାଯାଇଛି। ଏଭଳି ପାପରୁ ଦୂରେଇ ରୁହନ୍ତୁ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଭକ୍ତିରଥରେ କମେଣ୍ଟ ବାକ୍ସରେ ମହାଦେବଙ୍କ ଗୋଟିଏ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଧନ୍ୟବାଦ। ଓಂ ନମଃ ଶିବାୟ।